ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଭୋଲେ ବାବାଙ୍କୁ କାନ୍ଧରେ ବୋହି ନେଲେ କାଉଡ଼ିଆ ଭକ୍ତ। କାଉଡ଼ିଆର ଭକ୍ତିରେ ପ୍ରସନ୍ନ ହେଲେ ମହାଦେବ। ମାନସିକ ହେଲା ପୂରଣ। ଓମ୍ ନମଃ ଶିବାୟ, ହର ହର ମହାଦେବ। ଆଗକୁ ଜାଣିବା ପୂର୍ବରୁ ଦର୍ଶକ ବନ୍ଧୁ, ଯଦି ଆପଣମାନେ ପ୍ରକୃତରେ ଦେବଦେବ ମହାଦେବଙ୍କୁ ଭଲ ପାଆନ୍ତି ତେବେ କମେଣ୍ଟ ବକ୍ସରେ କେବଳ ଏତିକି ଲେଖିଦିଅନ୍ତୁ, ଓମ୍ ନମଃ ଶିବାୟ। କଟକ ଗୋବିନ୍ଦପୁର ଗ୍ରାମର ରଞ୍ଜନ ବିଶ୍ୱାଳ, ବୟସ ମାତ୍ର 21। ରଞ୍ଜନ ବାବୁ ଜଣେ ମୂର୍ତ୍ତି କାରିଗର। ପଥର ମୂର୍ତ୍ତିରେ ନିଜର କଳାକୁ ଜୀବନ୍ତ ରୂପ ଦେଇ ମୂର୍ତ୍ତିମାନ ଗଢ଼ିଥାନ୍ତି। ତାଙ୍କର ହାତର ଯାଦୁରେ ମୂର୍ତ୍ତିମାନ ସବୁ ଜୀବନ୍ତ ହୋଇ ଉଠନ୍ତି। 2018 ମସିହାରେ ରଞ୍ଜନ ବାବୁ ମୂର୍ତ୍ତି ଗଢ଼ିବା ଆରମ୍ଭ କରିଥିଲେ, କିନ୍ତୁ ମୂର୍ତ୍ତିମାନଙ୍କୁ ଆକର୍ଷଣୀୟ କରିପାରିଲେ ନାହିଁ। ତେଣୁ ସେ ତାଙ୍କ ଗ୍ରାମର ମହାଦେବ ମନ୍ଦିରରେ ବସି ଅନେକ ଭାବିଲେ କିପରି ମୂର୍ତ୍ତିମାନଙ୍କୁ ଜୀବନ୍ତ ରୂପ ଦେଇହେବ। କୌଣସି ବାଟ ତାଙ୍କୁ ମିଳିଲା ନାହିଁ। ଅନେକ କାରିଗରଙ୍କ ପାଖକୁ ଗଲେ, ହେଲେ ତାଙ୍କୁ କେହି ସାହାଯ୍ୟ କଲେ ନାହିଁ। ଖରା ଦିନ ଯାଇ ବର୍ଷା ଦିନ ଆସିଲା। ଶ୍ରାବଣ ମାସ ପଡ଼ିଲା। ରଞ୍ଜନ ବାବୁଙ୍କ ସାଙ୍ଗମାନେ ପାଣି ଭାର ନେଇ ଶୈବ ପୀଠମାନଙ୍କରେ ଢାଳିଲେ। ଏସବୁ ଦେଖି ରଞ୍ଜନ ବାବୁ ମନେ ମନେ ଚିନ୍ତା କଲେ, ସଂସାରରେ ଯଦି କିଏ ଦେଇଥାଏ ସେ ହେଉଛନ୍ତି ଦେବଦେବ ମହାଦେବ। ଭାଗ୍ୟକୁ ଯଦି କେହି ବଦଳାଇ ଦେଇଥାଏ ସେ ହେଉଛନ୍ତି ଦେବଦେବ ମହାଦେବ। କେବଳ ଢାଳେ ପାଣି, ଗୋଟିଏ ବେଲପତ୍ରରେ ସନ୍ତୁଷ୍ଟ ହୋଇଯାଆନ୍ତି ଶୂଳପାଣି। ତେଣୁ ମହାଦେବଙ୍କୁ ସନ୍ତୁଷ୍ଟ କରିପାରିଲେ ତାଙ୍କର ମନସ୍କାମନା ନିଶ୍ଚିନ୍ତ ପୂରଣ ହେବ। ତେଣୁ ରଞ୍ଜନ ବାବୁ ଶ୍ରାବଣୀ ପାଣି ଭାର ନେଇ କପିଳାସରେ ଢାଳିବା ପାଇଁ ମନେ ମନେ ସ୍ଥିର କରି ସାଙ୍ଗମାନଙ୍କ ସହ ଦୋକାନକୁ ଯାଇ ଶ୍ରାବଣୀ ପାଣି ଭାର ନେବା ପାଇଁ ଯେଉଁ ସବୁ ଜିନିଷ ଦରକାର କିଣି ଆଣିଲେ। ବୁଧବାର ଦିନ ଗୋଟିଏ ଗାଡ଼ିରେ ତାଙ୍କ ଗାଁର ସାଙ୍ଗମାନଙ୍କ ସହ ରଞ୍ଜନ ବାବୁ ଗଡ଼ଗଡ଼ିଆ ଘାଟରେ ପହଞ୍ଚିଲା ପରେ ଘାଟରେ ଗୋଟିଏ ଶିବଲିଙ୍ଗ କରି ପ୍ରଥମେ ପୂଜା କଲେ। ଆଉ ମନ ଭିତରେ ବାବା କପିଳାସଙ୍କୁ କହିଲେ, ବାବା ଆପଣ ହେଉଛନ୍ତି ଅକର୍ମ କର୍ମଦାୟକ। ଭାଗ୍ୟରେ ନଥିଲେ ମଧ୍ୟ ଆପଣ ଭକ୍ତର ଭାଗ୍ୟକୁ ବଦଳାଇ ଦେଇଥାନ୍ତି। ଅନେକ ଭକ୍ତମାନଙ୍କର ମନୋବାଞ୍ଛା ପୂର୍ଣ୍ଣ କରୁଛନ୍ତି। ମୋତେ କେବଳ ଏତିକି ଦରକାର ପ୍ରଭୁ, ମୁଁ ଯେଉଁ ମୂର୍ତ୍ତିମାନ ଗଢ଼ିବି ସେଥିରେ ମଣିଷ ଭଳି ଜୀବନ୍ତ ଛବି ଦେଖିବାକୁ ମିଳୁ। ମୁଁ ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ ଶ୍ରାବଣୀ ଭାର ନେଇ ଆପଣଙ୍କ ମସ୍ତକରେ ଲାଗି କରିବି। ଦୟାକର ପ୍ରଭୁ, ଦୟାକର। ରଞ୍ଜନ ବାବୁ ମାନସିକ କରି ପାଣି ଭାର ନେଇ କପିଳାସ ଅଭିମୁଖେ ଚାଲିଲେ। ବାଟରେ ତାଙ୍କ ସହ ଗୋଟିଏ ଅଦ୍ଭୁତ ଘଟଣା ଘଟିଲା। ରାତ୍ରିର ଅନ୍ଧକାର ଭିତରେ ଚାଲୁଥିବା ବେଳେ ଗୋଟିଏ ନାଗ ସାପ କ୍ଷତାକ୍ତ ଅବସ୍ଥାରେ ରାସ୍ତାରେ ଛଟପଟ ହେଉଥିବାର ରଞ୍ଜନ ବାବୁ ଦେଖିଲେ। କ୍ଷତାକ୍ତ ନାଗ ସାପ ଉପରେ ରଞ୍ଜନ ବାବୁଙ୍କର ଦୟା ଆସିଲା। ତେଣୁ ରଞ୍ଜନ ବାବୁ ସାପଟିକୁ ବହୁ କଷ୍ଟରେ ନିଜ ପାଣି ବାହୁଙ୍ଗିର ଝୁଲୁଥିବା ଢାଳ ଉପରେ ବସାଇ ଦେଲେ। ସାପଟି ଫଣା ଟେକି ଗର୍ଜନ କରୁଥିଲା। ତଥାପି ରଞ୍ଜନ ବାବୁ ମହାଦେବଙ୍କୁ ଡାକି ସାପଟିକୁ ନିଜ ବାହୁଙ୍ଗିର ପାଣି ଢାଳ ଉପରେ ବସାଇ ଆଗରେ ରଖି ଆଗକୁ ଚାଲିଲେ। ଦର୍ଶକ ବନ୍ଧୁ, ନାଗ ସାପଟି ପାଣି ଢାଳ ଉପରେ ସେମିତି ବସି ଝୁଲି ଝୁଲି ଚାଲିଲା, ହେଲେ ରଞ୍ଜନ ବାବୁଙ୍କର କୌଣସି କ୍ଷତି କଲା ନାହିଁ। ସକାଳ ହେଲା ପରେ ରଞ୍ଜନ ବାବୁ ମେଡିସିନ ଦୋକାନକୁ ଯାଇ କିଛି ଔଷଧ ଆଣି ତାର କ୍ଷତ ଜାଗାରେ ଲଗାଇଲେ। ଏପରି ନାଗ ସାପଟି 3 ଦିନ ରଞ୍ଜନ ବାବୁଙ୍କ ବାହୁଙ୍ଗିରେ
ରହିବା ପରେ ଶେଷରେ କପିଳାସରେ ପହଞ୍ଚିଥିଲେ ରଞ୍ଜନ ବାବୁ। କପିଳାସର ପ୍ରଥମ ପାହାଚ ପାଖରେ ସାପଟିକୁ ଛାଡ଼ି ଦେଇଥିଲେ। ନାଗ ସାପଟି ମନ ଆନନ୍ଦରେ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ସେଠାରେ ଥିବା ଶହ ଶହ କାଉଡ଼ିଆ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ରଞ୍ଜନ ବାବୁ କପିଳାସଙ୍କ ମସ୍ତକରେ ପାଣି ଢାଳି ଫେରି ଆସିଥିଲେ ନିଜ ଘରକୁ। ସେଦିନ ରାତିରେ ସ୍ୱୟଂ ମହାଦେବ ରଞ୍ଜନ ବାବୁଙ୍କ ସ୍ୱପ୍ନରେ ଆସି କହିଲେ, ପୁତ୍ର, ମୁଁ ତୁମ ସେବାରେ ସନ୍ତୁଷ୍ଟ। ଯେଉଁ ସାପକୁ ତୁମେ କ୍ଷତାକ୍ତ ଅବସ୍ଥାରେ ଦେଖି ତାକୁ ନିଜ ପାଣି ବାହୁଙ୍ଗିରେ ରଖି ପାଣି ଭାର ଆଣି ମୋ ମସ୍ତକରେ ଢାଳିଲ, ତାହା ତୁମ ପାଇଁ ଏକ ପରୀକ୍ଷା ଥିଲା। ସଂକୋଚ ନକରି ତୁମେ ମୋତେ ତୁମ ପାଣି ଭାର ଉପରେ ରଖି ମୋର ଚିକିତ୍ସା କଲ। ତେଣୁ ତୁମେ ଯେଉଁଥିପାଇଁ ପାଣି ଭାର ନେଇ ଆସିଥିଲ, ତୁମ ମନସ୍କାମନା ନିଶ୍ଚିନ୍ତ ପୂର୍ଣ୍ଣ ହେବ। ତୁମେ ଯେଉଁ ମୂର୍ତ୍ତି ମୋ ନାମ ଧରି ଗଢ଼ିବ, ସେହି ମୂର୍ତ୍ତି ଜୀବନ୍ତ ହୋଇ ଉଠିବ। କିନ୍ତୁ ମନେ ରଖ, ମନରେ କେବେ ଗର୍ବ କରିବ ନାହିଁ। ଆଉ ମୋ ଠାରୁ ବର ପାଇଛ ବୋଲି କାହାରିକୁ ପ୍ରକାଶ କରିବ ନାହିଁ। 2 ବର୍ଷ ପରେ ତୁମେ ଏହି ଘଟଣାକୁ ପ୍ରକାଶ କରିପାର। ଆଶୀର୍ବାଦ ଦେଇ ମହାଦେବ ଅନ୍ତର୍ଦ୍ଧାନ ହୋଇଗଲେ। ନିଦ ଭାଙ୍ଗିଲା ରଞ୍ଜନ ବାବୁଙ୍କର। ଦେଖିଲା ବେଳକୁ ସକାଳ ହୋଇଗଲାଣି। ମନ ଭିତରେ ଆନନ୍ଦର ଲହରୀ ଖେଳିଗଲା। ଶ୍ରାବଣ ମାସ ସରିଗଲା ପରେ ସେ ପ୍ରଥମେ ମହାଦେବଙ୍କର ଗୋଟିଏ ମୂର୍ତ୍ତି ତିଆରି କରିଥିଲେ। ସେହି ମୂର୍ତ୍ତିକୁ ଦେଖିବା ପାଇଁ ଲୋକମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା ତାଙ୍କ ଗ୍ରାମରେ। କାରଣ ସେ ମୂର୍ତ୍ତିଟି ଏମିତି ଚମତ୍କାର ହୋଇଥିଲା, ଲାଗୁଥିଲା ଯେମିତି ସାକ୍ଷାତ ଦେବଦେବ ମହାଦେବ ପ୍ରକଟ ହୋଇଛନ୍ତି। ଆଉ ସେହି ଦିନଠାରୁ ସେ ଯେଉଁ ମୂର୍ତ୍ତି ଗଢ଼ନ୍ତି ତାହା ଜୀବନ୍ତ ହୋଇ ଉଠେ। ଦର୍ଶକ ବନ୍ଧୁ, ଇଏ ଥିଲା ରଞ୍ଜନ ବାବୁଙ୍କ ଜୀବନରେ ଘଟିଥିବା ଦେବଦେବ ମହାଦେବଙ୍କର ଏକ ସତ୍ୟ ଆଶୀର୍ବାଦର କଥା। ତେଣୁ ଦର୍ଶକ ବନ୍ଧୁ, ଏହି ଶ୍ରାବଣ ମାସରେ ଯଦି ଆପଣମାନଙ୍କ ଭିତରେ କିଛି ମନସ୍କାମନା ଥାଏ, ଆପଣଙ୍କର ଯଦି କିଛି ଅପୂର୍ଣ୍ଣ କାମ ଥାଏ, ଆପଣ ପୂର୍ଣ୍ଣ କରିବାକୁ ଚାହୁଁଛନ୍ତି, ତେବେ ଏହି ଶ୍ରାବଣ ମାସରେ ଆପଣ ମାନସିକ କରି ଦେବଦେବ ମହାଦେବଙ୍କର ଏହି ବ୍ରତ ପାଳନ କରି ଠାକୁରଙ୍କ ମସ୍ତକରେ ପାଣି ଭାର ନେଇ ଢାଳନ୍ତୁ। ଠାକୁର ଆପଣଙ୍କର ମନସ୍କାମନା ନିଶ୍ଚିନ୍ତ ପୂର୍ଣ୍ଣ କରିବେ। ତେବେ ଆପଣଙ୍କ ଦିନଟି ମଙ୍ଗଳମୟ ହେଉ। ହର ହର ଶମ୍ଭୁ। ଓମ୍ ନମଃ ଶିବାୟ। ଜୟ ଜଗନ୍ନାଥ। ଜୟ ଗୋପୀନାଥ।